12 ବର୍ଷର ଅପେକ୍ଷାର ଅନ୍ତ ଉତ୍ସବ ମୁଖର ତଣ୍ଡିକି ଗ୍ରାମ ଭକ୍ତି ପରମ୍ପରା ଏବଂ ବିଶ୍ୱାସର ଏକ ଅପୂର୍ବ ସଙ୍ଗମ। 12 ବର୍ଷରେ ଥରେ ଆସୁଥିବା ସେହି ମହେନ୍ଦ୍ରପେଡ଼ା ଆଜି ଉପନୀତ। ଆମେ କହୁଛୁ ତଣ୍ଡିକି ଗ୍ରାମର ସେହି ଐତିହାସିକ ମଣ୍ଡେଇ ଯାତ୍ରା ବିଷୟରେ। କେବଳ ଭକ୍ତି ନୁହେଁ ବରଂ ଗ୍ରାମର ସୁରକ୍ଷା ଓ ମଙ୍ଗଳ ପାଇଁ ମା ଠାକୁରାଣୀଙ୍କ ନିକଟରେ ଚାଲିଛି ଆରାଧନା। ଆସନ୍ତୁ ଦେଖିବା ଏହି ସ୍ୱତନ୍ତ୍ର ରିପୋର୍ଟ। ଭକ୍ତିମୟ ପରିବେଶ ଓ ସୁରକ୍ଷାର କବଚ। ତଣ୍ଡିକି ମଣ୍ଡେଇ କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଗ୍ରାମବାସୀଙ୍କର ଅତୁଟ ବିଶ୍ୱାସର ପ୍ରତୀକ। କିମ୍ବଦନ୍ତୀ କୁହେ ଗ୍ରାମ ଉପରକୁ ଆସୁଥିବା ସମସ୍ତ ଅଶୁଭ ଶକ୍ତିର ବିନାଶ ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ମାଙ୍କର ଏହି ପୂଜାର୍ଚ୍ଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ସମଗ୍ର ଅଞ୍ଚଳ ଏବେ ଆଧ୍ୟାତ୍ମିକତାରେ ସ୍ଥାଣୀ ହୋଇଯାଇଛି। ଏହି ଯାତ୍ରାର ଚେର ଜଡ଼ିତ ରହିଛି ଅତୀତର ରାଜଶାସନ ସହ। ସେ ସମୟରେ ରାଜାମାନେ ନିଜର ସମ୍ପତ୍ତି ଓ ଜମିବାଡ଼ିର ସୁରକ୍ଷା ଦାୟିତ୍ୱ ପାତ୍ର ପରିବାର ଉପରେ ନ୍ୟସ୍ତ କରିଥିଲେ। ସେମାନଙ୍କର ନିଷ୍ଠା ଓ ସେବାରେ ସନ୍ତୁଷ୍ଟ ହୋଇ ରାଜବଂଶ ଯେଉଁ ପରମ୍ପରା ଆରମ୍ଭ କରିଥିଲେ ତାହା ଆଜି ବି ଅକ୍ଷୁର୍ଣ୍ଣ। ବର୍ତ୍ତମାନ ଶ୍ରୀ ଅଭିଳାଷ ପାତ୍ର ଓ ତାଙ୍କ ପରିବାର ଏହି ରାଜକୀୟ ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରି ଆସୁଛନ୍ତି। ଏହି ମଣ୍ଡେଇରେ କେବଳ ତଣ୍ଡିକି ନୁହେଁ ବରଂ ଆଖପାଖର 8 ଖଣ୍ଡ ଗ୍ରାମବାସୀ ସାମିଲ ହୋଇଛନ୍ତି। କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି। ଏହି ଅବସରରେ ଶ୍ରୀ ଅଭିଳାଷ ପାତ୍ର କହିଛନ୍ତି ଯେ ସମସ୍ତଙ୍କ ସହଯୋଗ ଯୋଗୁଁ ଆଜି ଏହି ଯାତ୍ରା ସଫଳ ହୋଇଛି। ପୂର୍ବପୁରୁଷରୁ ଚାଲି ଆସିଥିବା ଏହି ଭକ୍ତିର ପରମ୍ପରାକୁ ଆମେ ଆଗାମୀ ପିଢ଼ି ପର୍ଯ୍ୟନ୍ତ ନେଇଯିବୁ। ସତରେ ପରମ୍ପରା ଏବଂ ବିଶ୍ୱାସର ଏହି ମହାମିଳନ ସମାଜକୁ ଏକାଠି କରିବା ସହ ଭାଇଚାରାର ବାର୍ତ୍ତା ବାଣ୍ଟିଥାଏ। ତଣ୍ଡିକି ଗ୍ରାମର ଏହି ଅନନ୍ୟ ପ୍ରୟାସ ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଅଭିଳାଷ ପାତ୍ର ମୋ ନାଁ ମାଲକାନଗିରି ରାଜବଂଶରୁ ଆସିছে। ଆଉ ତଣ୍ଡିକି ପଞ୍ଚାୟତ ଆମ ନିଜ ଗାଁ ମାଲକାନଗିରି ବି। ଏଇ ଯାତ୍ରାଟା ପ୍ରତି 12 ବର୍ଷକୁ ଥରେ ହୁଏ। ଆଉ ଗାଁର ସୁଖ ପାଇ ବୋଲି ଏଇ ଯେଉଁ ଖୁଣ୍ଟି ପ୍ରତି 12 ବର୍ଷକୁ ଥରେ ବଦଳାଯାଏ। ଆଉ ଆଜି ସେଇ ମୁହୂର୍ତ୍ତ ଆସିଛି। ଏଇ ପୂଜାଟା ମୋ ପୂର୍ବପୁରୁଷ ବାପା, ଜେଜେବାପାଙ୍କ ବାପା ଏମାନେ ସବୁ ଦାୟିତ୍ୱ ତୁଲେଇ ଆସିଥିଲେ। କିନ୍ତୁ ବର୍ତ୍ତମାନ ତ ସେମାନେ ନାହାନ୍ତି, ତାଙ୍କ ଦାୟିତ୍ୱ ବର୍ତ୍ତମାନ ମୁଁ ତୁଲେଇବାକୁ ଆସିଛି। ଆଉ ସମସ୍ତଙ୍କ ସହଯୋଗ, ଗାଁ ଲୋକଙ୍କର, ସରପଞ୍ଚ, ଏଇ ପୂଜାରାୟାଙ୍କର ସମସ୍ତଙ୍କ ସହଯୋଗରେ ପୂଜାଟା ସାଫଲ୍ୟ ହେଇଗଲା। ଆଉ ଆଜି 2-3 ଦିନ ଧରି ଯାତ୍ରା ଚାଲିବ। ହଜାର ହଜାର ଲୋକ ଏଠି ଆସନ୍ତି, ବହୁତ ଗହଳି ହୁଏ। ଛତିଶଗଡ଼ରୁ ଆସନ୍ତି, ବହୁତ ଆନ୍ଧ୍ରରୁ ଆସନ୍ତି, ଓଡ଼ିଶାର ମାଲକାନଗିରି, ଚାଲାନଗୁଡ଼ା, ତଣ୍ଡିକି, ବେଜଙ୍ଗଡ଼ା ଆଉ ଏଇ ଯେଉଁ ତଣ୍ଡିକି ପଞ୍ଚାୟତର ଯେତିକି ୱାର୍ଡ ଅଛି ସବୁ ପ୍ରତ୍ୟେକ ମାତ୍ରାରେ ଗହଳି ହେଇଛି। ପୂଜାଟା ପୁରା ସାଫଲ୍ୟ ମଣ୍ଡିତ ହେଇଛି। ଆଶା କରୁଛି ଗାଁ ଲୋକର ଖୁସି ପାଇବେ ବୋଲି ଯାହା କରାହେଉଛି ଗାଁ ଲୋକ ଖୁସିରେ ରହିବା ଦରକାର। ଜିଲ୍ଲା ଖୁସିରେ ରହୁ, ରାଜ୍ୟ ଖୁସିରେ ରହୁ। ଆଗାମୀ ଦିନରେ ପୂଜା ଜାରି ରହିବ। ପ୍ରତ୍ୟେକ 12 ବର୍ଷକୁ ଥରେ ଏ ପୂଜା ହୁଏ। ଆଉ କିଛି କାରଣବଶତଃ 2 ଟର୍ମରେ ଯାତ୍ରା ବନ୍ଦ ହେଇଯାଇଥିଲା। ପୁଣି ଗତ ଚଳିତ ବର୍ଷରୁ ଏ ଯାତ୍ରା ଆରମ୍ଭ ହେଲା। ଇଏ ଚାଲିବ ପୁଣି ପ୍ରତି 12 ବର୍ଷକୁ ଥରେ ଏ ଯାତ୍ରା ଚାଲିବ। ପ୍ରତି 12 ବର୍ଷକୁ ଥରେ ମାଙ୍କର ଖୁଣ୍ଟି ଚେଞ୍ଜ ହବ। ସେ ପୁରୁଣା ହେଲେ ନୂଆ ଖୁଣ୍ଟି ଲାଗିବ। ଆଜି ଯେମିତି ଲାଗିଲା ପୁଣି ଇଏ 12 ବର୍ଷ ରହିବ। 12 ବର୍ଷ ପରେ ଆଉ ଥରେ ଖୁଣ୍ଟି ଲାଗିବ। ସାର୍ ମୁଁ ଚାକି ନୂଆ ଆମର ଘର ନୂଆ ମଣ୍ଡିକି ଏକ ସରପଞ୍ଚ ଏବେ ଆମର ବିଧାନର ଯୋଉ ପୂଜା କମିଟିରେ କମିଟି ରଖୁଛି ମୋତେ ବୁଝିଲାଣି। ମୋର ଏ 2 ଦିନର ରାଜା ଆମ ବେଳକୁ ଯେଉଁ ପାଳନ କଲା ଜିନିଷ ବହୁତ 3 ପିଢ଼ି ଭାଗରେ ଯେଉଁ ହେଉଥିଲା ସେଥିରେ ମୁଁ କିଛି 12 ବର୍ଷ ଥରେ ହେବାଟା ତ କିଛି ନା କିଛି 26 ବର୍ଷ ଛାଡ଼ିଥିଲୁ। ଭଲ ପ୍ରକାର ହେଲା ପାଇଁ ସମଲେଶ୍ୱର ଦେଖିନା ପାଣି ପତ୍ର ଦେଖିଲୁ। ଯାଉ ସବୁ ଛତିଶଗଡ଼, ତେଲେଙ୍ଗାନାର, ଓଡ଼ିଶା ସବୁ ପାଳନ କରିବା ପାଇଁ ଆଦିବାସୀ ମାନଙ୍କୁ ଆବାସ କଲୁ। 27ରୁ 28 1 ତାରିଖ ଯାକ ବିଦା ଏବେ ଆମର ଫଳ ପୁତା ପାଇଁ এটা আর তোর হব 12 ବର୍ଷ ଥରେ ହବ। এটা ରାଜା ଅମଳ କାମ। ମୁଁ ଚେତନା ନ କରୁଥିଲି, ଆମର ଦାଦି ଜେଜେବାବା ମାନେ କରୁଥିଲା। ସେ ପାଳନକୁ ଏ ବର୍ଷ 2024ରେ ପାଳନ କରାହେଲା ସାର୍। ମୋ ନାଁ ବାବୁଲା ପଡ଼ିଆମି, ମୁଁ ତଣ୍ଡି ପଞ୍ଚାୟତର ସରପଞ୍ଚ ଜୋଟେ। ତେଣୁ ମୁଁ ଆଜି
ମୋ ସାଥିରେ ଠିଆ ହେଇଛନ୍ତି ଛତିଶଗଡ଼ରୁ ଏବଂ ଆନ୍ଧ୍ରରୁ ଏବଂ ମୋର ପୂର୍ବପୁରୁଷରୁ ଯେଉଁ ରାଜାମଳରୁ ତାଙ୍କ ନାତି ପୁତ୍ର ଏ ସବୁ ଅଛନ୍ତି। ଏଇଠି ଭାଇ ଅଛନ୍ତି ତାଙ୍କର ରାଜାମଳରୁ ଯେଉଁ ଆମର ଖମ୍ବ ଏଇଠି ଠିଆ କରାଯାଏ। କଣ କେବେଠୁ କଣ ହଉଛି ଏଇଟା କେବେଠୁ ଆପଣ ଜାଣିଛନ୍ତି? ଏଇ କାର୍ଯ୍ୟକ୍ରମ ଗୋଟେ ଆମର 12 ବର୍ଷକୁ ଥରେ ଯୋଉ ନୂଆ ଖମ୍ବ ଏଇ ଆମର ତଣ୍ଡିକି ଗ୍ରାମ ଉଣ୍ଡି ଭାବେ ଯୋଉ ମା ଠାକୁରାଣୀଙ୍କର ଏଇ ସ୍ତମ୍ଭ କରାଯାଉଛି। ତେଣୁ ଆମେ 12 ବର୍ଷକୁ ଥରେ ଆମେ ଏଇ ମେଳା ଟାଇପ ଯୋଉଟାକି ମଣ୍ଡେଇ କରାଯାଉଛି। ଏଥିରେ ଆନ୍ଧ୍ରରୁ ଛତିଶଗଡ଼ରୁ ଓଡ଼ିଶାର ସବୁ ହଜାର ହଜାର ସଂଖ୍ୟାରୁ ଶିରାଗୁଣି ଆସୁଛନ୍ତି। ବହୁତ ଠାକୁର ଠାକୁରାଣୀ ସବୁ ଆସୁଛନ୍ତି ଆଉ ହଜାର ହଜାର ସଂଖ୍ୟାରୁ ଆମର ଦର୍ଶକ ବି ଆସୁଛନ୍ତି। ଆମର 2 ଦିନ ପାଳନ କରାଯାଉଛି ଏଇ ତଣ୍ଡିକି ପଞ୍ଚାୟତରେ। ଆଗରୁ ଏଇଟା ଆମର ରାଜା ଅମଳରେ ଆମର ଯୋଉ କରାଯାଉଥିଲା ଆମର ଜେଜେବାପା ସେମାନେ ତାଙ୍କ ରାଜାଙ୍କ ସହିତ ସହଯୋଗ କରିକିରି ରାଜା ଅମଳରେ କରାଯାଉଛି। ତେଣୁ ତାଙ୍କ ଚିହ୍ନଟ ଯୋଉଟା କି ତାଙ୍କର ନାତି ଏସବୁ ଅଛନ୍ତି ମୋ ସାଥିରେ ତାଙ୍କୁ ଆଜି ଏଇ ସ୍ତମ୍ଭ ପାଇଁ ବୋଲିକିରି ତାଙ୍କୁ ଡକାଯାଇଛି। ସେମାନେ ଆସିକିରି ସବୁ ଆମେ ଗ୍ରାମବାସୀ ପଞ୍ଚାୟତବାସୀ ମିଶିକି ଆମେ ସବୁ ଶିରାଗୁଣିଆ ମିଶେଇକି ଆମେ ସବୁ ଏ ଖମ୍ବ ଇଏ କରା 12 ବର୍ଷକୁ ଥରେ ଆଜ୍ଞା। ଆଗକୁ ଚାଲିବ ଆଗକୁ ପିଢ଼ି ପିଢ଼ି ଏଇ ଆମର କାର୍ଯ୍ୟକ୍ରମ ଯୋଉଟା କି 12 ବର୍ଷକୁ ଥରେ ଚାଲିବ। मेरा परीक्षा छत्तीसगढ़ बुर्दी छत्तीसगढ़ बुर्दी है। यहाँ का पूजा बोलने से एक कला शैली तो हम लोग कब यहाँ जन्म हो गया वहाँ से चल रहा है। राजा चला रहा था राजा हम लोग को दिया। हम लोग यहाँ आके पूजा पाठ दे रहे हैं। काला शैली काला कुकड़ा, एक नारियल, एक फूल गद्दी, अब फूल 12 टन फूल देना है। और इसमें एक सुअर लगता है, सुअर में देना है। और नहीं होता परंपरा बोलने से ये मेला हम लोग क्या है कि मेला बोलने से 500 जनसंख्या है। अब क्या है कि हम लोग एक जान करने से नहीं होगा बोल के 500 हजार यहाँ बुला के हम लोग परंपरा कर रहे हैं। ये राजा हम लोग को देखा है, राजा को हम लोग सेवा कर रहे हैं। ये 12 साल में एक बार होता है मेला करते, अब उसमें करते हैं। ये पूजा में नया नया क्या होता है? इसमें नया कुछ नहीं लगता है। अब खंबा लकड़ी सड़ जाएगा, अब नया हम लोग ढूंढेंगे। 12 साल में तो नहीं चढ़ेगा। अब वही 30 साल 40 साल में पूरा सड़ जाता है, वहां से हम लोग नया ढूंढते हैं। कितना पुजारी और कितना सिरा है? हम लोग का सिरा बोलने से पुजारी बोलने से 2 जान, एक परमा एक पुजारी। अब सिरा बोलने से एक गांव में होगा वही 5-6 होता है। ମାଲକାନଗିରି ଜିଲ୍ଲା ପ୍ରତିନିଧି ଟି ଜଗଦୀଶ ରାଓଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଏକ୍ସପ୍ରେସ୍।